ପୂର୍ବତନ ସରପଞ୍ଚଙ୍କ ଅକାଳ ବିୟୋଗ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ହଁ ଦର୍ଶକ ବନ୍ଧୁ, ଏ ଘଟଣାଟି ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରାମୁଳି ପଞ୍ଚାୟତ ସ୍ଥିତ ବୁଡ଼ସୋଲା ଗ୍ରାମର ଦୃଶ୍ୟ। ସରାମୁଳି ପଞ୍ଚାୟତର ପ୍ରଥମ ସରପଞ୍ଚ ବେନିଦିକ୍ତ ବଳିଆର ସିଂ 72 ବର୍ଷ ବୟସରେ ପରଲୋକ ହୋଇଛନ୍ତି। ସେ ପ୍ରଥମେ ଗୋଦାପୁର ପଞ୍ଚାୟତ ଠାରୁ ବିଚ୍ଛିନ୍ନ କରି 1984 ମସିହାରେ ସରାମୁଳି ପଞ୍ଚାୟତ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହାପରେ ସରାମୁଳି ପଞ୍ଚାୟତର ପ୍ରଥମ ସରପଞ୍ଚ ହୋଇଥିଲେ। ଏହା ସହିତ ଲୋକଙ୍କ ସୁବିଧା ପାଇଁ ମାର୍ଦ୍ଦିପଙ୍କା ଗ୍ରାମରେ ମେଡିକାଲ ସ୍ଥାପନ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ହଠାତ୍ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବ୍ରହ୍ମପୁର ମେଡିକାଲ ନେଇଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ବେନିଦିକ୍ତ ବଳିଆର ସିଂ। ବ୍ରହ୍ମପୁର ମେଡିକାଲ ଠାରୁ ନିଜ ବାସଭବନ ବୁଡ଼ସୋଲା ଗ୍ରାମକୁ ମର ଶରୀର ଆଣିଥିଲେ। ଗାଁ ରୀତିନୀତି ଅନୁଯାୟୀ ପାଦ୍ରୀଙ୍କ ଦ୍ୱାରା ପ୍ରଥମେ ପ୍ରାର୍ଥନା କରିଥିଲେ। ଏହାପରେ ସମାଜସେବୀ ମାନସ ମୁଠାମାଝୀଙ୍କ ନେତୃତ୍ୱରେ ଭାରତୀୟ ସମ୍ମାନ ଦେଇ ସମାଧିତ କରିଥିଲେ। ପୂର୍ବତନ ସରପଞ୍ଚ ବେନିଦିକ୍ତ ବଳିଆର ସିଂ ଆମ ଗହଣରେ ନାହାନ୍ତି, ହେଲେ ତାଙ୍କୁ ଚାରିଆଡ଼ର ଲୋକେ ଝୁରୁଛନ୍ତି। ବେନିଦିକ୍ତ ବଳିଆର ସିଂଙ୍କ ବଡ଼ ପୁଅ ହିସାବରେ ବସନ୍ତ ବଳିଆର ସିଂ ବାପା ଯେତେବେଳେ ପ୍ରଥମେ ସୋରଡ଼ା ଟେକ୍ନିକାଲ ହାଇସ୍କୁଲରେ ପଢ଼ୁଥିଲେ ସେତେବେଳେ ଚାକିରିର ଅଭାବ ନଥିଲା। ସବ୍ ଇନ୍ସପେକ୍ଟର ଚାକିରି ପାଇଥିଲେ ଏବଂ ତାଙ୍କ ବାପାଙ୍କର ପ୍ରଚେଷ୍ଟା ପରେ ସେ କହିଲେ କଳାହାଣ୍ଡିଆ ଚାକିରି ଆମକୁ ଦରକାର ନାହିଁ। କହିବା ସତ୍ତ୍ୱେ ମଧ୍ୟ ଲୁଚି ଯାଇ ସବ୍ ଇନ୍ସପେକ୍ଟର ଚାକିରି ଛାଡ଼ିଲା ପରେ ଆର୍ଆଇ ଟ୍ରେନିଂରେ 6 ମାସ ଥିଲେ। ଆର୍ଆଇ ଟ୍ରେନିଂରୁ ମଧ୍ୟ 6 ମାସ ପରେ ଚାକିରି ଛାଡ଼ି ଆସିଲେ। ନିଜ ଅଞ୍ଚଳର ବିକାଶ କରିବା ପାଇଁ ପ୍ରଥମେ ଏଇ ସାରାମୁଳି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିର ଗୋଟେ ମାନେ ଅନୁନ୍ନତ ଜିପି ହିସାବରେ ଗଣନା ତାଙ୍କ ଅମଳରେ ପ୍ରଥମ ଜିପି ଗଠନ କରାଗଲା ଏବଂ ସେ ଏହି ସାରାମୁଳି ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବେ ଲୋକଙ୍କର ମାନେ ସର୍ବଦା ଉନ୍ନତିର ପ୍ରଚେଷ୍ଟା କରିଥିଲେ। ମୁଁ ତ କହିବି ସେ ଜଣେ ବହୁତ ସଚ୍ଚୋଟ ନିର୍ମଳ ବ୍ୟକ୍ତି ଥିଲେ ଆଉ ବିଶେଷ କରି ଆମର ଏଇ ଅଞ୍ଚଳ ପାଇଁ ସେ ଜଣେ ବରପୁତ୍ର ହିଁ ଥିଲେ। ତାଙ୍କର ସଚ୍ଚୋଟ କର୍ମ ସମସ୍ତଙ୍କୁ ଆଜି ଆକର୍ଷଣ କରିଛି। ସେ ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ, ନେତା ବି ଥିଲେ ଆଉ ଅନେକ ଜାଣିଛନ୍ତି ଆମର ଏଠି ସେ ସରପଞ୍ଚ ଥିଲେ। ସରପଞ୍ଚ ହିଁ ନିଶ୍ଚିତ ଭାବରେ କିଛି ଭଲ କାମ କରିଯାଇଛନ୍ତି। ସେଥିପାଇଁ ଆଜି ତାଙ୍କର ମୃତ୍ୟୁରେ ବେଶୀ ଲୋକ ଦୁଃଖିତ, ମର୍ମାହତ ମଧ୍ୟ। କେବଳ ସେତିକି ନୁହେଁ, ଆମର ଏହି ଆମେ କ୍ୟାଥଲିକ୍ ଧର୍ମର ଲୋକ, ଖ୍ରୀଷ୍ଟିଆନ ଲୋକ, ସେଥିରେ ମଧ୍ୟ ସେ ପାଳକ ଭାବରେ କାମ କରିକି ଅନେକ ଲୋକଙ୍କୁ ଭଲ ବାଟକୁ ନେବାକୁ ଚେଷ୍ଟା କରିଥିଲେ। ଆଉ ସେଥିପାଇଁ ତାଙ୍କଠାରେ ମଧ୍ୟ ଆମେ କୃତଜ୍ଞ। ଆମେ ପ୍ରାର୍ଥନା କରୁ ତାଙ୍କର ଆତ୍ମା ଯେଭଳି ସ୍ୱର୍ଗରେ ସ୍ଥାନ ପାଇପାରିବ, ସେତିକି ଆମର ଆଶା ଓ ପ୍ରାର୍ଥନା। ପ୍ରଭୁ ତାଙ୍କର ମୃତ୍ୟୁ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଦେଖନ୍ତୁ, ଏଠି ଆମର 1984 ମସିହା ଠାରୁ ପ୍ରଥମ ଆମର ସରାମୁଳି ଜିପିଟା ସ୍ଥାପିତ ହୋଇଥିଲା। ସେହି ସମୟର କଥା ତ ସେ ସମୟର ପରିସ୍ଥିତି କେମିତି ଥିଲା, ରାସ୍ତାଘାଟ ନଥିଲା। ସେ ସମୟରେ ଶିକ୍ଷିତ ପ୍ରଥମେ କହିଲେ ବି ଅତ୍ୟୁକ୍ତ ହେବନି, କାହିଁକି ନା ଏ ପ୍ରଥମ ସରପଞ୍ଚ ରାଜନୈତିକ ଭାବରେ ସେ ସରପଞ୍ଚ 3 ଜଣ ମଧ୍ୟରେ ସେ ବିଜୟ ହାସଲ କରିଥିଲେ 700 ଭୋଟରେ। ପୁଣି ସେହି ସମୟରେ ଏଥିପାଇଁ ଦୁଃଖିତ ମ୍ରିୟମ୍ରାଣ ଆମର ସରାମୁଳି ଜିପି ତରଫରୁ। ଆଉ ଏମିତିକା ସରଳ ହୃଦୟ ଆଉ ନିଷ୍ଠାପର ଲୋକ ଆମ ଗହଣଠୁ, ଆମ ପଞ୍ଚାୟତକୁ ସେ ଆଉ ସ୍ୱର୍ଗାରୋହଣ କରିଛନ୍ତି। ଏଥିପାଇଁ ଆମେ ବହୁତ ଦୁଃଖିତ। ଆଜିର ମୃତ୍ୟୁ ବେନିଦିକ୍ତ ବଳିଆର ସିଂ 1982 ମସିହାରେ ଆମର ପଞ୍ଚାୟତ ଗୋଦାପୁର ପଞ୍ଚାୟତରେ ଅନ୍ତର୍ଗତ ଥିଲା। ଏହି ସମୟ ମଧ୍ୟରେ ଆମମାନଙ୍କର ବିଶେଷ ଅସୁବିଧା ଘଟୁଥିଲା ଯିବା ଆସିବାରେ। ପ୍ରାୟ ଗୋଦାପୁର ପଞ୍ଚାୟତକୁ 13 କିଲୋମିଟର ପାଦରେ ଚାଲି ଚାଲି ଯିବା ଆସିବା କଲେ। ଏହା ବିଷୟ ଆମେ ଆଲୋଚନା ଏହି ମୃତ୍ୟୁ ବ୍ୟକ୍ତି ବେନିଦିକ୍ତ ବଳିଆରଙ୍କ ସହିତ ଆଲୋଚନା କଲୁ। ଆଲୋଚନା ପରେ ଗୋପାଳ ପ୍ରଧାନ ଜିପିଙ୍କ ସହିତ ମିଶିଲୁ ଆଉ ତାଙ୍କ ସହିତ ଏହି ପଞ୍ଚାୟତ ଗଠନ ବିଷୟରେ ଆଲୋଚନା କଲୁ। ଆଲୋଚନା ପରେ ଭୁବନେଶ୍ୱର ଯାଇ
ଲେଖାଲେଖି କରି 1984 ମସିହାରେ ଉକ୍ତ ବୈଦିକ ବଳିଆର ସିଂ ସରପଞ୍ଚ ରୂପେ ନିର୍ବାଚିତ ହେଲେ। ନିର୍ବାଚନ ମଧ୍ୟରେ ସେ ଥିଲେ ଗୋଟେ ସ୍ନେହ ପ୍ରେମ ଏବଂ ସହିଷ୍ଣୁ ଏବଂ ଦୟାମୟ ମଧ୍ୟ ଥିଲେ। ସେ ଲୋକଙ୍କର ଉପକାର ପାଇଁ ଚାହୁଁଥିଲେ।